ପ୍ରେମ ତ ସମସ୍ତେ କରନ୍ତି। କୌଣସି ପୁଅକୁ ଝିଅଟିଏ ହେଉ କି କୌଣସି ଝିଅକୁ କୌଣସି ପୁଅଟିଏ ହେଉ, ଜାଣତରେ ବା ଅଜାଣତରେ କେହି ଭଲ ହିଁ ଲାଗିଯାଇଥାଏ। ପ୍ରାୟତଃ ସମସ୍ତଙ୍କୁ ଏପରି କେହି ନିଶ୍ଚୟ ମିଳିଥାଏ, ଯାହାକୁ ଦେଖିଲେ ଏପରି ମନେ ହୁଏ ଯେମିତି ଇଏ ମୋ ଜୀବନ, ଇଏ ମୋ ପାଇଁ ସବୁ କିଛି, ମୋ ଜୀବନରେ ଏହାଠାରୁ ଜରୁରୀ ଆଉ କିଛି ବି ନୁହେଁ। ଏତେ ପ୍ରେମ ବଢ଼ିଯାଏ ପରସ୍ପର ମଧ୍ୟରେ କି ଅନେକ ପ୍ରମିସ୍ ଦେବାକୁ ଲାଗିଯାଆନ୍ତି। ମୁଁ ତୁମ ପାଇଁ ସବୁ କିଛି କରିପାରିବି, ମୁଁ ତୁମ ଆଖିରେ କେବେ ଲୁହ ଆସିବାକୁ ଦେବିନି, ମୁଁ ତୁମ ବିଶ୍ୱାସକୁ କେବେ ଭାଙ୍ଗିବାକୁ ଦେବି ନାହିଁ, ସାରା ଜୀବନ ତୁମକୁ ହିଁ ଚାହିଁବି, ତୁମର ଯତ୍ନ କରିବି, ତୁମର ସାରା ଜୀବନକୁ ଖୁସିରେ ଭରିଦେବି। ଏହିପରି ଅନେକ କଥା। ପୁଣି କିଛି ଦିନ ପରେ ଯେବେ ପ୍ରେମ ବହୁତ ଦିନର ହୋଇଯାଏ ବା ପୂରଣ ହୋଇଯାଏ କିମ୍ବା ବିବାହ ହୋଇଯାଏ, ସେତେବେଳେ ଏହି ଅନୁଭବ କଷ୍ଟ ଦେବାକୁ ଆରମ୍ଭ କରେ। ପ୍ରକୃତରେ କଷ୍ଟ ପ୍ରେମ ଦେଇନଥାଏ, କଷ୍ଟ ଦେଇଥାଏ ସେହି ଆଶା ଯାହା ଆମେ ତାଙ୍କଠାରୁ ଚାହିଁଥାଉ। କିଛି ଆଶା ପୂରଣ ହୁଏ, କିନ୍ତୁ ସବୁ ଆଶା ପୂରଣ ହେବା ବା କେହି ସବୁ କଥାକୁ ମାନିକି ଚଳିବା ଧୀରେ ଧୀରେ ଅସମ୍ଭବ ହୋଇଯାଏ। ପ୍ରେମର ଦୁନିଆ ହୃଦୟରେ ଥାଏ, ସେଥିପାଇଁ ଅନେକ ସାରା କାଳ୍ପନିକ ଦୃଶ୍ୟ ଥାଏ, କିନ୍ତୁ ବାସ୍ତବ ଜୀବନରେ କଳ୍ପନାର କୌଣସି ସ୍ଥାନ ନଥାଏ। ଏମିତି କାହିଁକି ହୁଏ କି ଯାହାକୁ ଆମେ ପ୍ରେମ କରୁ ପୁଣି ତା ପାଇଁ କଷ୍ଟ ପାଇଥାଉ? ସିଧା ଉତ୍ତର ଏହା କି ଆପଣ ପ୍ରେମରେ ଅନ୍ଧ ହୋଇଯାଇଛନ୍ତି। ଆପଣଙ୍କୁ ପ୍ରେମ ଆଗରେ ନିଜର କ୍ୟାରିୟର, ଫ୍ୟୁଚର, ଫ୍ୟାମିଲି ରେସ୍ପନ୍ସିବିଲିଟି, ଜବ୍ କିମ୍ବା ବର୍ତ୍ତମାନର କାମ ଠିକ୍ କ'ଣ ଭୁଲ କ'ଣ କିଛି ବି ଦେଖାଯାଉନି। ଗୋଟିଏ ପଟେ ପ୍ରେମ ଏବଂ ଅନ୍ୟପଟେ କାମ, ଆଉ ଆପଣ ସବୁ ଜରୁରୀ ଜିନିଷ ଛାଡ଼ି ପ୍ରେମ ପଛରେ ପାଗଳ ହୋଇଯାଉଛନ୍ତି। ବେଳେବେଳେ ଝିଅଟିଏ ଫ୍ୟାମିଲି ଭିତରେ ଥାଏ, ସେଥିପାଇଁ ଚାହିଁକି ବି ବସିଥାଏ, ଫୋନ୍ ଦେଖିପାରେ, କିନ୍ତୁ ପୁଅଟି ଯିଏ ପ୍ରେମରେ ମତୁଆଲା, ସେ ଝିଅ ଉପରେ ରାଗିବାକୁ ଲାଗିଯାଏ। ସେହିପରି ପୁଅ ନିଜ ଫ୍ୟାମିଲି ଭିତରେ ବା କୌଣସି କାମ ବ୍ୟସ୍ତତା କାରଣରୁ ଯଦି ଫୋନ୍ ଉଠାଇ ନ ପାରିଲା, ସେତେବେଳେ ଝିଅଟିଏ ରାଗିଯାଏ। ମୁଁ ବୁଝିପାରେନି ଗୋଟିଏ କଥା, ଯେତେବେଳେ ଅପସନ୍ ଦିଆଯାଏ କି ତୁମ ପାଇଁ କିଏ ଜରୁରୀ, ମୁଁ ନା ତୁମ କାମ, ସେତେବେଳେ ଏହି ପାଗଳ ପ୍ରେମୀ କାମ ଛାଡ଼ି ଦିଅନ୍ତି କେବଳ ପ୍ରେମକୁ ବଞ୍ଚାଇବା ପାଇଁ। କାହିଁକି? ପ୍ରଥମେ କାମ, ତାପରେ ପ୍ରେମ। କାରଣ ଆଜି ବାପା ମା ଅଛନ୍ତି କିମ୍ବା ଅନ୍ୟ କୌଣସି ଇନକମ୍ ସୋର୍ସ ଅଛି, କିନ୍ତୁ ସବୁଦିନ ଥିବ, ଏହାର କିଛି ମାନେ ନାହିଁ। ଭବିଷ୍ୟତରେ ଖାଇବ କ'ଣ? ପ୍ରେମ। ପ୍ରେମ ହୃଦୟକୁ ଖୁସି ଦେଇଥାଏ, ପେଟକୁ ଖାଦ୍ୟ ନୁହେଁ। ପ୍ରେମ ଭାବନାକୁ ରଙ୍ଗୀନ କରିଥାଏ, ଭବିଷ୍ୟତକୁ ନୁହେଁ। କିନ୍ତୁ କାହିଁକି କେଜାଣି ଆଜିର ଯୁବପିଢ଼ି ଏହାକୁ ଜାଣି ମଧ୍ୟ ଅଣଦେଖା କରୁଛି। ବେଳେବେଳେ ଏମିତି ପରିସ୍ଥିତି ଦେଖିଛି, ଜଣେ କେବଳ ପ୍ରେମକୁ ସିଦ୍ଧ କରିବା ପାଇଁ ଏମିତି କୁହେ, ତୁମେ କ'ଣ ମୋ ପାଇଁ ଏତିକି କରିପାରିବ ନାହିଁ? ସେତେବେଳେ ଜଣେ ବିବଶ ହୋଇଯାଏ, କେବଳ ପ୍ରେମକୁ ବଞ୍ଚାଇବାକୁ ଯାଇ ନିଜର ଜରୁରୀ କାମକୁ ଛାଡ଼ିବାକୁ ବାଧ୍ୟ ହୋଇଯାଏ। ଆରେ ବନ୍ଧୁ, ତାଙ୍କୁ କାମ କରିବାକୁ ଦିଅ। ଯଦି ସେ କିଛି କାମ କରିବ, ତେବେ ସିନା ତୁମ ପାଇଁ ଯୋଗ୍ୟ ହୋଇପାରିବ। କ'ଣ ଆପଣଙ୍କର ଏହା ଇଚ୍ଛା ନାହିଁ କି ଆପଣ ଯାହାକୁ ଚାହୁଁଛନ୍ତି ସେ ଆପଣଙ୍କର ସାରା ଜୀବନ ଯତ୍ନ ନେଉ? କିନ୍ତୁ ଯତ୍ନ ନେବା ପାଇଁ କେବଳ ତାଙ୍କର ଇଚ୍ଛା ଥିଲେ ହେବ ନାହିଁ, ତା ପାଇଁ ତାଙ୍କ ପାଖରେ ସେତିକି ସାମର୍ଥ୍ୟ ବି ଥିବା ଦରକାର, ଏବଂ ତାଙ୍କୁ ସାମର୍ଥ୍ୟ ଏବେ କରୁଥିବା କାମ ପାଇଁ ଭବିଷ୍ୟତରେ ମିଳିବ। ସେତେବେଳେ ସେ କେବଳ ନିଜର ନୁହେଁ, ବରଂ ଆପଣଙ୍କର ଇଚ୍ଛା ମଧ୍ୟ ପୂର୍ଣ୍ଣ କରିପାରିବ। ଗୋଟେ କଥା ଭାବିକି ଦେଖନ୍ତୁ, ଯଦି ସେ ପ୍ରେମରେ ମଜିକି ରହିଯାନ୍ତି, ତେବେ ସେ ଭବିଷ୍ୟତରେ ଉନ୍ନତି କରିବ ନା ଦୁଃଖରେ ଜୀବନ କଟିଯିବ? ଦିଦିନିଆ ଖୁସି ଆଜିକାଲି ସମସ୍ତଙ୍କୁ ଦରକାର। ସବୁଦିନର ଖୁସିକୁ କେହି ଦେଖିବାକୁ ଚାହୁଁ ହିଁ ନାହାନ୍ତି। ମନ ହଜାର କଥା କୁହେ, ମନ କାମ ହିଁ ସେହିପରି। କିନ୍ତୁ ନିଷ୍ପତ୍ତି ଆପଣଙ୍କର। ଆପଣ ମନର ଶୁଣିବେ ନା ବୁଦ୍ଧି ଏବଂ ବିବେକର ଶୁଣିବେ? ଆପଣ ସାଥୀ ସହ ଏବେ ଖୁସି ରହିବାକୁ ଚାହୁଁଛନ୍ତି ନା ସାରା ଜୀବନ ପାଇଁ ସାଥୀ ସହ ସାଥୀ ହୋଇ ଦୀର୍ଘ ଜୀବନ ପାଇଁ ଖୁସି ଚାହୁଁଛନ୍ତି? ନିଷ୍ପତ୍ତି ଆପଣଙ୍କର। କିନ୍ତୁ ମୁଁ କହିଥିବା କଥାଟି ଠିକ୍ କି ଭୁଲ, କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଖୁସିକୁ ଏଣେତେଣେ ଖୋଜିଲେ ମିଳିବ ନାହିଁ, ଯଦି ଖୁସି ନିଜ ଭିତରେ ନାହିଁ। ଖୁସିର ମନ ଆଗରେ ଗୋଟିଏ ଜଳର ବୁନ୍ଦା ବି ବର୍ଷା ଭଳି ଅନୁଭବ ହୁଏ। ଦୁଃଖୀ ମନ ଆଗରେ 7 ସମୁଦ୍ର ବି ଫିକା ପଡ଼ିଯାଏ। ଭଲ ହୋଇଥାଏ ସେହି ସମ୍ପର୍କ, ଭାଙ୍ଗିଯିବା ଯେଉଁ ସମ୍ପର୍କ ପାଇଁ ଆପଣଙ୍କୁ ବାରମ୍ବାର ଭିତରକୁ ଭାଙ୍ଗିବାକୁ ପଡ଼ୁଛି।
ଯିଏ ତୁମ ଖୁସି ପାଇଁ ନିଜେ ହାରିଯାଏ ତାଠାରୁ ତୁମେ ଚାହିଁକି ବି କେବେ ଜିତି ପାରିବ ନାହିଁ। କିଛି ବଡ଼ କରିବାକୁ ଚାହୁଁଥିଲେ, କିଛି ଉଚ୍ଚ ପାଇବାକୁ ଚାହୁଁଥିଲେ, ଅପେକ୍ଷା ନକରି ଆଗକୁ ବଢ଼ିବା ଶିଖ। ଆରମ୍ଭ କରିବା ପାଇଁ ମହାନ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ମହାନ ହେବା ପାଇଁ ଆରମ୍ଭ କରିବା ନିଶ୍ଚୟ ଆବଶ୍ୟକ। ଏବେଠାରୁ ସମୟର ସଠିକ୍ ମୂଲ୍ୟ ବୁଝ ଏବଂ ପ୍ରତ୍ୟେକ ଦିନ ନିଜକୁ ଜୋସ୍ରେ ଭରିଦିଅ। ମନେ ରଖ, ଆଜିର ସମୟ କାଲିକିର ଫେରିବ ନାହିଁ। ଯାହା ଆଜି ନ ହୋଇପାରିଲା ତାହା କାଲି ମଧ୍ୟ ହୋଇପାରିବ ନାହିଁ। ସହନଶୀଳତା ଏବଂ ସରଳତା ଏପରି ଗୁଣ ଯାହା ମଣିଷକୁ ସରସ ସୁନ୍ଦର ଭାବେ ଗଢ଼ିଥାଏ। ଧର୍ମ ଏକ ଏପରି ଗୁଣ ଯାହା ମଣିଷର ଜୀବନକୁ ସାର୍ଥକ କରିଥାଏ। ସେଥିପାଇଁ ଧର୍ମର ରାସ୍ତାରେ ସହନଶୀଳତାର ଗୁଣ ନେଇ ସରଳରେ ଜୀବନ କାଟି ଦିଅନ୍ତୁ। ମୃତ୍ୟୁ ପରେ ଶାନ୍ତି ଏବଂ ମୋକ୍ଷ ନିଶ୍ଚୟ ମିଳିବ। ଭଗବାନଙ୍କୁ ମନ୍ଦିରରେ ଖୋଜିଲେ କେଉଁଠି ବା ମିଳିବେ ଯଦି ଘରେ ଥିବା ଭଗବାନଙ୍କର ସେବା ଯତ୍ନ ଏବଂ ପୂଜା କରା ନଯାଏ। ଭୁଲ କରି ଦୂରେଇ ଯିବା ପ୍ରକୃତ ପ୍ରେମ ନୁହେଁ। ପ୍ରକୃତ ପ୍ରେମ ତ ସିଏ ଯିଏ ଏକଥା କୁହେ କି ମୁଁ ଭୁଲ କଲେ ମୋତେ ଗାଳି କର, ହେଲେ ମୋ ଠାରୁ ଦୂରେଇ ଯାଅନି। ଶେଷରେ ପ୍ରେମ ବିଷୟରେ ଆଉ ଗୋଟିଏ କଥା କହିବେ, ଯଦି ପ୍ରେମରେ ନେହୁରା ହେବାକୁ ପଡ଼ୁଛି ତେବେ ଛାଡ଼ିଦିଅ ପ୍ରେମ କରିବା। ବନ୍ଦ କର ତାଙ୍କୁ ପ୍ରେମର ଭିକ ମାଗିବା, କାରଣ ପ୍ରେମ ଦୟାର ନୁହେଁ ବରଂ ପ୍ରେମ ଯତ୍ନରେ ମିଳେ। ପ୍ରେମ ଆବଶ୍ୟକତା ପଡ଼ିଲେ ନୁହେଁ, ପ୍ରେମ ନିଃସ୍ୱାର୍ଥ ଭାବନାରେ ମିଳେ। ପ୍ରେମ ଜବରଦସ୍ତି ନୁହେଁ, ପ୍ରେମ ହୃଦୟରୁ ମିଳେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଜୟ ଶ୍ରୀ କୃଷ୍ଣ।